ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସରେ କେତେ ପରିମାଣରେ ଗ୍ୟାସ୍ ଅଛି ଜାଣିବା କେମିତି? ଘରେ ମାଆମାନେ ଏହା ଜାଣି ନ ପାରି ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ହଠାତ୍ ରୋଷେଇ କରୁ କରୁ ଗ୍ୟାସ୍ ଶେଷ ହୋଇଯାଏ। ମୁଁ ଗୋଟିଏ ବୈଜ୍ଞାନିକ ପଦ୍ଧତି କହିବି। ଏହା କଲେ ଗ୍ୟାସ୍ ସରିବା ପୂର୍ବରୁ କେତେ ପରିମାଣରେ ଗ୍ୟାସ୍ ଅଛି ଜାଣିପାରିବେ। ଏହା ଜାଣିବା ପାଇଁ ଗୋଟିଏ ଓଦା ଲୁଗା ନେଇ ଗ୍ୟାସ୍ ଟାଙ୍କି ଚାରିପଟେ ଗୁଡ଼ାଇ ଦିଅନ୍ତୁ। 5 ମିନିଟ୍ ପରେ ସେହି ଓଦା ଲୁଗାକୁ କାଢ଼ିଦେବେ। ଦେଖିବେ କିଛି ଅଂଶ ଶୁଖିଲା ଦେଖାହେବ, କିଛି ଅଂଶ ଓଦା ଦେଖାହେବ। LPG ଗ୍ୟାସ୍ ଓଜନିଆ ହୋଇଥାଏ, ତେଣୁ ଟାଙ୍କିର ତଳକୁ ଥିବା ଏହା ଥଣ୍ଡା ରହୁଥିବାରୁ ଲୁଗାର ଓଦାଳିଆ ଅଂଶ ଶୁଖିନଥାଏ। ଏହାର ମାନେ ଟାଙ୍କିର ଯେଉଁ ଅଂଶ ଶୁଖିଯାଇଥିବ ସେହି ଅଂଶ ଗ୍ୟାସ୍ ନାହିଁ। ଟାଙ୍କିର ଯେତିକି ଭାଗ ଓଦାଳିଆ ଥିବ ସେହି ଅଂଶ ଗ୍ୟାସ୍ ଅଛି। 90% ଲୋକଙ୍କୁ ଏହା ଜଣା ନାହିଁ। ପରୀକ୍ଷା କରି ଦେଖନ୍ତୁ।